ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ହେଉଛି ଫଗୁ ଦଶମୀରେ ସୁଦଶା ବ୍ରତ ପଡ଼ିଛି ମାଙ୍କର। ବହୁତ ଭଲ ଦିନରେ ପଡ଼ିଛି। ବହୁତ ବର୍ଷ ପରେ ବି ବ୍ରତଟା ପଡ଼ିଛି। ନୂଆ ବ୍ରତକାରୀ ମାନେ ଏଇ ବ୍ରତଟାକୁ ଅପେକ୍ଷା କରିକି ଥାଆନ୍ତି। ମାନେ ଏଇଭଳି ଦିନରେ ଯଦି ବ୍ରତଟା ପଡ଼ିବ କଲେ କେଉଁଠି ଭଲ ସମସ୍ତେ କହୁଥାନ୍ତି। ଦେଖନ୍ତୁ, ମୁଁ ଏଠି ସବୁ ମାଙ୍କର ନଗଦ ହୋଇଥାଏ। ମାନେ ସୁଦଶା ବ୍ରତ ଯେଉଁଦିନ ପଡ଼ିବ ସେଇଦିନ ହିଁ ସବୁକିଛି ଆରେଞ୍ଜମେଣ୍ଟ ସକାଳୁ କରିବାକୁ ପଡ଼ିଥାଏ। ମୁଁ ଏଠି ଝୋଟି ଚିତା ମାଙ୍କ ପାଖରେ ପକାଇ ନେଲି। ମାଙ୍କୁ ତ ଆଗୁଆ ମୁଁ କଳସ ସ୍ଥାପନ କରି ମାଙ୍କୁ ସ୍ଥାପନ କରି ନେଇଛି। ଆଉ ମାଙ୍କୁ ମୁଁ ଫୁଲ ସଜେଇ ନେଇଛି। ମାଙ୍କର ଅତି ପ୍ରିୟ ଦୁବ 10ଟି, ଅରୁଆ ଚାଉଳ 10 ଗୋଟି ଆଉ ବରକୋଳି ପତ୍ର 10 ଗୋଟି ଆପଣମାନେ ମାଙ୍କ ପାଖରେ ଥୋଇପାରିବେ କି ମୁଣ୍ଡ ଉପରେ ବି ଥୋଇପାରିବେ। ଏଠି ଧୂପ ଦୀପ ସବୁକିଛି ମୁଁ ସଜାଡ଼ି ନେଇ ମାଙ୍କୁ ଗଣେଶଙ୍କୁ ଆଗ ଦୀପ ଅର୍ପଣ କରି ମୁଁ ମାଙ୍କ ପାଖରେ ଦୀପ ଅର୍ପଣ କରିଛି। ଆଉ ବହୁତ ଭଲ ଜିନିଷ ଗୋଟେ ଝୁଣା ଧୂପ ମାଙ୍କୁ ଏଠି ମୁଁ ଝୁଣା ଧୂପ ଦେବି। ଏଠି କର୍ପୂର ଆଳତି କରିସାରିଲା ପରେ ଏଠି ମୁଁ ଝୁଣା ଧୂପକୁ ବୁଲେଇବି। କୁହନ୍ତି ମାନେ ଝୁଣା ଧୂପ ଦେଲେ କେଉଁଠି ଝୁଣା ଧୂପ ଦେଲେ ମା ହେଲା ବହୁତ ଖୁସି ହୋଇଥାନ୍ତି। ଆଉ ସେ ପୂଜାରେ ବହୁତ ଖୁସି ଥାଆନ୍ତି। ଆଉ ମା ବି ନିଜେ ଆସିଥାନ୍ତି ବୋଲି କୁହାଯାଏ। ଆଉ ଝୁଣା ଧୂପ ବି ବହୁତ ମାନେ ଘର ପାଇଁ ବି ବହୁତ ଭଲ। ସନ୍ଧ୍ୟାରେ ବି ଆପଣମାନେ ଦେଇପାରିବେ। ଦେଖନ୍ତୁ, ମୁଁ ମାଙ୍କ ପାଇଁ ଏଠି ପ୍ରସାଦ ଅର୍ପଣ କରିଛି 10ଟି। 10ଠାଇ ଟିକେ ଟିକେ କରି ରଖିଛି ଗୁଳା କରିକି ମାଙ୍କ ପାଇଁ। ଏଠି ମୋର ସକାଳର ପୂଜା ସରିଗଲା। ମାନେ ଧୂପ ଦୀପ ସବୁକିଛି ଆରେଞ୍ଜମେଣ୍ଟ ସରିଗଲା। ମୁଁ ଯେଉଁ ବ୍ରତଟି ଆଣିକି ରଖିଛି ସେ ବ୍ରତଟିକି ମୁଁ ଏଠି 10 ଗଣ୍ଠି ପକାଉଛି। ଆପଣମାନେ ତ ସମସ୍ତେ ଜାଣିଥିବେ 10 ଗଣ୍ଠି ମାଙ୍କର ବ୍ରତରେ ପଡ଼ିଥାଏ। ଲକ୍ଷ୍ମୀ ନାରାୟଣ କହି ମୁଁ ଏଠି 10 ଗୋଟି ବ୍ରତକୁ ପକାଇ ଚାଲିଛି। ଆଉ ମାଙ୍କ ମୁଣ୍ଡରେ ବି ବ୍ରତ ଛୁଆଇଁ ମାଙ୍କ ପାଖରେ କିଛି ସମୟ ପାଇଁ ଥୋଇ ନେଲି। ଟିକେ ମନକୁ ଶାନ୍ତି ଲାଗିବ ବ୍ରତଟା ପିନ୍ଧିଲେ। ମୁଁ ଏଠି ଧୂପ ଆଉ ଫୁଲକୁ ମାଙ୍କ ମୁଣ୍ଡରେ ଲଗାଇ ମୁଁ ଏଠି ମୁଣ୍ଡରେ ଲଗାଇ ନେଲି। ଏଠି ମୋର ସକାଳର ପୂଜା ଦେଖନ୍ତୁ ସରି ଆସିଲାଣି। ଆଉ ଏଠି ମୋର ଦ୍ୱିପହରର ଶଙ୍ଖୁଡ଼ି ଭୋଗ ଯାହାକୁ କୁହାଯାଏ ସେଇଟା ବି ସରିଗଲା। ଏଠି ମୋର ମଣ୍ଡା ପିଠା ଅନ୍ନ